गुड मॉर्निंग पिलामाने वेलकम टू माय यूट्यूब चैनल ऑलराउंडर हरप्रिया। आज कैल्शियम भाई मन दुखरे बसिछंती। आयरन भाई तांको पाखକୁ आसिले। देखिबा आयरन भाई और कैल्शियम भाई मध्यरे कौन कथा हेउछंती। आयरन भाई पचारिले, कैल्शियम भाई तुमर कौन हेछि? मन दुखरे कौन पाई बसिछ? मु एकुटिया दांत ओ हाड़र रक्षा करिपारुनी। फଳରେ अस्थिको रिकेटस ଓ ଅଷ୍ଟିଓମାଲେସିଆ ଭଳି ରୋଗ ହେଉଛି। ହେଲେ ତୁମେ ଏକୁଟିଆ କେମିତି ହେଲ? ଭିଟାମିନ୍ ଡି ଭାଇ ଚାଲିଯିବାରୁ ମୁଁ ଏକୁଟିଆ ହେଇଗଲି। ହେଲେ ତୁମେ ତ ଅଛ, ତୁମେ କ'ଣ ପାଇଁ କରିପାରୁନ? ଯେମିତି ଶ୍ରେଣୀରେ ଶିକ୍ଷକ ନଥିଲେ ପିଲାମାନେ କିଛି କ୍ଲାସରେ ରୁହନ୍ତି, କିଛି ବାହାରେ ରୁହନ୍ତି। ଶ୍ରେଣୀରେ ଶିକ୍ଷକ ଥିଲେ ସବୁ ପିଲା କ୍ଲାସରେ ରୁହନ୍ତି। ଠିକ୍ ସେହିପରି ଭିଟାମିନ୍ ଡି ଭାଇ ନଥିଲେ ମୁଁ ମଧ୍ୟ ଅସ୍ଥିରେ ସମ୍ପୂର୍ଣ୍ଣ ରହିପାରେ ନାହିଁ। ହେଲେ ଭିଟାମିନ୍ ଡି ଭାଇ କାହିଁକି ଚାଲିଗଲେ ଯେ କ୍ୟାଲସିୟମ୍ ଭାଇ? ଭିଟାମିନ୍ ଡିକୁ ସୂର୍ଯ୍ୟାଲୋକ ଦରକାର, କିନ୍ତୁ ମଣିଷ କେବେ ଘରେ, କେବେ କାରରେ, କେବେ ଅଫିସରେ, ସବୁବେଳେ ଛାଇ ତଳେ ହିଁ ରହୁଛି। ହଁ, ଏହା ସମ୍ପୂର୍ଣ୍ଣ ସତ। ଆହୁରି ଆମକୁ ଯେଉଁ ସବୁ ଖାଦ୍ୟ ଦରକାର ତାହା ବି ସେ ଖାଉନାହିଁ। ହଉ ଠିକ୍ ଅଛି କ୍ୟାଲସିୟମ୍ ଭାଇ, ଚାଲ ଆମେ ମଣିଷକୁ ବୁଝାଇବା। ଯଦି ସେ ବୁଝିଲା ଭଲ କଥା, ଯଦି ସେ ନ ଶୁଣେ ତାହେଲେ ତାର ହାଡ଼ ଭାଙ୍ଗୁ, ନହେଲେ ବଙ୍କା ହେଉ। ହଉ ଚାଲ ଯିବା। ମଣିଷ ଭାଇ, ତୁମେ ଚାହୁଁନ କି ତୁମେ ଓ ତୁମର ଶିଶୁ ସୁସ୍ଥ ରୁହ ବୋଲି? ଚାହୁଁଛି ତ, ହେଲେ କ'ଣ କରିବି? ମୋର କେତେବେଳେ ଅଣ୍ଟା ବଥା ହେଉଛି, କେତେବେଳେ ଆଣ୍ଠୁ ବଥା ହେଉଛି, କ'ଣ କରିବି? ତୁମର ଏସବୁ କ'ଣ ପାଇଁ ହେଉଛି ତୁମେ ଜାଣିଛ କି ମଣିଷ ଭାଇ? କ'ଣ ପାଇଁ ହେଉଛି? ରୁହ, ତୁମକୁ କ୍ୟାଲସିୟମ୍ ଭାଇ ଏ ବିଷୟରେ ସବୁ ବୁଝେଇ ଦେବେ। ଦେଖ, ତୁମେ ଓ ତୁମ ଶିଶୁର ହାଡ଼ ଭଲ ରହିବା ପାଇଁ ଭିଟାମିନ୍ ଡି ଓ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଖାଇବାକୁ ହେବ। ତା ସହିତ ପ୍ରତିଦିନ ଅଧଘଣ୍ଟା ବା 1 ଘଣ୍ଟା ସକାଳ ସୂର୍ଯ୍ୟାଲୋକରେ ରହିବ, ନଚେତ୍ ଆମେ ତୁମ ପାଇଁ କାମ କରିପାରିବୁ ନାହିଁ। ଫଳରେ ତୁମକୁ ଅଷ୍ଟିଓମାଲେସିଆ ଓ ତୁମ ଶିଶୁକୁ ରିକେଟସ୍ ଭଳି ରୋଗ ହେବ। ଏହି ରୋଗ ହେଲେ କ'ଣ ହୁଏ କ୍ୟାଲସିୟମ୍ ଭାଇ? ଶିଶୁକୁ ରିକେଟସ୍ ହେଲେ ତାର ଅସ୍ଥି ବଙ୍କା ହୋଇଯାଏ, ଖପ୍ରି ହାଡ଼ ନରମ ହୋଇ ଫୁଲିଯାଏ, ଅନେକ ସମୟରେ ମସ୍ତିଷ୍କର ଆକାର ମଧ୍ୟ ଠିକ୍ ରହେ ନାହିଁ। ଓ ଅଷ୍ଟିଓମାଲେସିଆରେ କ'ଣ ହୁଏ? ରିକେଟସ୍ ଓ ଅଷ୍ଟିଓମାଲେସିଆ ଉଭୟ ରୋଗରେ ଅସ୍ଥିରୁ କ୍ୟାଲସିୟମର ପରିମାଣ କମିଯାଏ। ପ୍ରାୟ 40 ବର୍ଷ ପରେ ଅଷ୍ଟିଓମାଲେସିଆ ଆରମ୍ଭ ହୋଇଥାଏ। ଏହି ରୋଗ ହେଲେ ବ୍ୟକ୍ତିକୁ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ହୁଏ, ଅଣ୍ଟାରେ ଯନ୍ତ୍ରଣା ହୁଏ ଏବଂ ଚାଲିବାରେ ମଧ୍ୟ କଷ୍ଟ ଅନୁଭବ କରନ୍ତି। ହଠାତ୍ କେଉଁଠି ପଡ଼ିଗଲେ ହାଡ଼ ଶୀଘ୍ର ଭାଙ୍ଗିଯାଏ ଏବଂ ଦାନ୍ତ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ନା ନା, ମୁଁ ଏଥର ସବୁ କରିବି। ଦୟାକରି କ'ଣ ସବୁ ଖାଇବାକୁ ହେବ କହିଦିଅନ୍ତୁ କ୍ୟାଲସିୟମ୍ ଭାଇ। ତେବେ ଶୁଣ, ଯେଉଁ ସବୁ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲସିୟମ୍ ଅଛି ସେଗୁଡ଼ିକ ହେଲା କ୍ଷୀର, ଦହି, ପାଚିଲା କଦଳୀ, ମେଥି ଦାନା, ମେଥି ଶାଗ, ପିସ୍ତା ବାଦାମ ଏବଂ କଣ୍ଟା ଥିବା ମାଛ। ଏହି ସବୁ ହେଉଛନ୍ତି କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ। ଏଥିରୁ ତୁମକୁ ଯେଉଁଠି ଭଲ ତାହା ସବୁ ଖାଇପାରିବ। ଏବେ ଭିଟାମିନ୍ ଡିରେ ଥିବା ଖାଦ୍ୟ ହେଉଛି ଲହୁଣୀ, ଛୋଟ ମାଛ, ଅଣ୍ଡା, ମାଂସ, କଡ୍ ଲିଭର ତେଲ। କଡ୍ ଲିଭର ତେଲ ହେଉଛି ମାଛର ଚର୍ବିରୁ ତିଆରି ଏକ ତେଲ, ଯେଉଁଥିରେ କି ପ୍ରଚୁର ପରିମାଣରେ ଭିଟାମିନ୍ ଡି ଥାଏ। ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ନ ଖାଇଲେ ଡାକ୍ତର ଏହାକୁ ଟାବଲେଟ୍ ରୂପରେ ଦେଇଥାନ୍ତି। ଭିଟାମିନ୍ ଡିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନଟି ହେଉଛି ସୂର୍ଯ୍ୟ କିରଣ। ଏହା ହେଉଛି ଭିଟାମିନ୍ ଡିରେ ଥିବା ସମସ୍ତ ଖାଦ୍ୟ। ତୁମକୁ ବହୁତ ବହୁତ ଧନ୍ୟବାଦ କ୍ୟାଲସିୟମ୍ ଓ ଲୌହ ଭାଇ। ଚାଲ ଆଇରନ୍ ଭାଇ, ଆମେ ଏବେ ଭିଟାମିନ୍ ଡି ଭାଇକୁ ଡାକିବା। ଭିଟାମିନ୍ ଡି ଭାଇ କେଉଁଠି ଅଛ? ଚାଲ ଆମ ସାଙ୍ଗରେ ଯିବ। ମୋତେ ଡାକନି, ମୁଁ ଯିବିନି। ମୋତେ ଏଠି ପ୍ରଚୁର ସୂର୍ଯ୍ୟାଲୋକ ମିଳୁଛି, ସେଠି ମଣିଷ ମୋତେ କିଛି ବି ସୂର୍ଯ୍ୟାଲୋକ ଦେଉନି। ନାଇଁ ଭିଟାମିନ୍ ଡି ଭାଇ, ତମେ ବ୍ୟସ୍ତ ହୁଅନି, ମଣିଷକୁ ଆମେ ଯାଇ ସବୁ ବୁଝେଇଦେଲୁ। ମଣିଷ ଏବେ ବୁଝିଗଲାଣି, ସେ ଏବେ ସୂର୍ଯ୍ୟାଲୋକରେ ରହିବ ଏବଂ
ତମକୁ ଆଉ ମୋତେ ଯେଉଁ ସବୁ ଖାଦ୍ୟ ଦରକାର ତାହା ବି ସେ ଖାଇବ। ଆଚ୍ଛା, ବୁଝିଲା କି? ହେଲେ ମୁଁ ଯିବି। ୱେଲକମ୍ ଭିଟାମିନ୍ ଡି ଭାଇ।